नमस्कार, गुड मॉर्निंग, सुप्रभात। जय आरसीएम। नमस्कार नमस्कार गुरु। नमस्कार। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ସକାଳୁ ସକାଳୁ ଆମେ ଗୋଟେ ମିରାକିଲ ସେସନ ଗୁରୁକୁଲ ଶାଖାରେ ସମସ୍ତେ ଏକାଠି ହେଇଛେ। ତ ସେଥିଲାଗି ଆପଣମାନଙ୍କୁ ବହୁତ 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 ଧନ୍ୟବାଦ। ମୁଁ କହିବା କଥା କି ଆଜି ଗୁରୁକୁଳରେ ବହୁତ କିଛି ଶିଖିଲେ। ତ ସବୁଠୁ ପ୍ରଥମ କଥା ହଉଛି ଯେ ନିଜକୁ ଭଲ ପାଇବା। ନିଜେ ଯେତେ ସୁସ୍ଥ ରହିବା, ନିଜେ ଯେତେ ଜୀବନକୁ ବହୁତ ଖୁସିରେ ଆମେ ରଖିପାରିବା। ତ ଆଜି ଗୁରୁକୁଳ ବହୁତ ଇମ୍ପୋର୍ଟାଣ୍ଟ ସେସନ, ବହୁତ କିଛି ଡିସ୍କସନ ବି କରାଗଲା। ଆଉ ପ୍ରତ୍ୟେକଟି ଜିନିଷ ଯେମିତିକି ଆମେ ଆ, ଆ, ପ୍ରତ୍ୟେକ ଆମର କୌଣସି ନା କୌଣସି କାମକୁ ଆମେ ଏ, ଯଦି ପୂର୍ଣ୍ଣ ବିଶ୍ୱାସ ସହିତ ଆମେ କରିବା ତାହେଲେ ସେ କାମ ଆମର ସଫଳ ଆମେ ହେଇଯାଇ ପାରିବା। ତ ସେଥିଲାଗି ସମ୍ପୂର୍ଣ୍ଣ ବିଶ୍ୱାସ ସହିତ ଆମେ ସେ କାମକୁ ଦୃଢ଼ ମନୋଭାବରେ ଆମେ ଯଦି ସେ କାମକୁ କରିବା ତାହେଲେ ଆମେ ସଫଳ ବି ହେଇପାରିବା। ଆଉ ନିଜକୁ ଉଦାହରଣ ତିଆରି କରିବା। ଏମିତି ନୁହେଁ ଯେ ଆଉ କିଏ କରିବ ତ ତାକୁ ଦେଖିକି ମୁଁ କରିବି। ତ ମୁଁ ନିଜକୁ ଉଦାହରଣ କରିବି, ମୁଁ ଆରମ୍ଭ କରିବି, ତାକି ଆମେ ବହୁତ କିଛି କାମ କରିପାରିବା। ଆଉ ଇଏ ଯୋଉ 2026ର ଏଇ ଯୋଉ ବର୍ଷ, ଇଏ 26 ଏ ବର୍ଷ ଆମ ପାଇଁ ଗୋଟେ ବହୁତ ବଡ଼ କ୍ରାନ୍ତିକାରୀ ବର୍ଷ। ତ ଇଏ ବର୍ଷ ଆମେ ସଂକଳ୍ପ ବି ଦେଇଛେ, ଯୋଉଟା କି ଡିସି ସାରଙ୍କ ଡିକ୍ଲାରେସନ ବି ଅଲରେଡି ହେଇସାରିଛି। ତ ଇଏ ବର୍ଷ ହଉଛି ସ୍ୱାସ୍ଥ୍ୟ କ୍ରାନ୍ତିର ବର୍ଷ। ନିଜର ସ୍ୱାସ୍ଥ୍ୟକୁ ଆମେ ଠିକ ରହିବା, ତ ଇଏ ହଉଛି ସ୍ୱାସ୍ଥ୍ୟ କ୍ରାନ୍ତିର ବର୍ଷ। ଆଉ 150-25 ଗ୍ରୋଥ କରିବାର ବର୍ଷ। ଆଉ ପବିତ୍ର ମନରେ ଇଏ ଅଭିଯାନକୁ ଆଗକୁ ବଢେଇବାର ବର୍ଷ। ତ ଇଏ ପ୍ରକାରର ଯୋଉ ଚିନ୍ତାଧାରା, ୟାକୁ ଆମେ ପାଳନ କରିବାକୁ ଯାଉଛେ। ଆଉ ସବୁଠୁ ପ୍ରଥମେ ହଉଛି ସବସେ ପେହେଲେ ସେହତ। ତ ଆମେ ଅ, ଆମର ସ୍ୱାସ୍ଥ୍ୟକୁ ଠିକ ରଖିବା ନିହାତି ଦରକାର। ତ ସେଥିଲାଗି ସେହତ सेहत के सितारे, सितारे मीन्स हिरो। ଆମର ଆମ ସ୍ୱାସ୍ଥ୍ୟକୁ ବହୁତ ଭଲ ରଖିବା। ତ ସେହତ କି ସିତାରେ ର କୁ ନିଜେ ଆପ୍ଲାଏ କରିକି ଆମେ କେମିତି ନିଜେ ସୁସ୍ଥ ରହିବା ତା ପାଇଁ ବି ନିଜର ଯାଞ୍ଚ ବି କରିବା। ଅ, ଚାହେ ଥାଇରଏଡ ହଉ, କିମ୍ବା ଆପଣଙ୍କର ହିମୋଗ୍ଲୋବିନ ହଉ, କିମ୍ବା ଆମର ଲିପିଡ ପ୍ରୋଫାଇଲ ହଉ, ଯେମିତିକି କୋଲେଷ୍ଟ୍ରଲର ଏଲଡିଏଲ ଏଚଡିଏଲ ଏସବୁ ବି ହଉ। ହଁ। ତ ଡାଇବେଟିକ ହଉ, ଆର ଟେଷ୍ଟ ନିଜେ କରିବା ନିହାତି ଜରୁରୀ। ଆଉ ଆକୁ କରିକି ନିଜକୁ ଯାଞ୍ଚ କରିକି ତ ଆମେ ଏ, ତା ଉପରେ ସିଡ୍ସର ଫର୍ମୁଲା ଆପ୍ଲାଏ କରି ଆମେ କେମିତି ସୁସ୍ଥ ରହିବା। ତ ୟା ଉପରେ ମୁଁ ବି ଗତକାଲି ନିଜର ଟେଷ୍ଟ ଅଲରେଡି କରିସାରିଛି। ଆପଣମାନେ ବି ଆପଣଙ୍କର ଟେଷ୍ଟ ବି କରନ୍ତୁ, ତାକି ଆପଣମାନେ ବି ସୁସ୍ଥ ରହିପାରିବେ। କାରଣ ଦେଖନ୍ତୁ, ଯୋଉ ପର୍ଯ୍ୟନ୍ତ ଆମେ ନିଜକୁ ନିଜେ ଯାଞ୍ଚ କରିନେ ଯେ ଆମେ କେତେ ସୁସ୍ଥ ଅଛେ, ତ ସେ ପର୍ଯ୍ୟନ୍ତ ଆମେ ଜାଣିପାରିବାନି ଯେ ଆ, ଆମର ଶରୀର, ମାନେ ବହୁତ ସାରା ଲୋକ ଏମିତି ବି ତାଙ୍କ ମନ ଭିତରେ ଧାରଣା ଅଛି ଯେ ଆ, ଆମେ ଭାବି ଦଉଛୁ ଯେ ଆମେ ନିଜକୁ ନିଜେ ଆମେ ସୁସ୍ଥ ରହୁଛୁ, କିନ୍ତୁ ଆମେ ସେତିକି ସୁସ୍ଥ ନୁହେଁ। କାଲି ଯେତେବେଳେ ମୁଁ ନିଜେ ମୋର ନିଜର ଯାଞ୍ଚ କଲି, ବହୁତ ସାରା ଦେଖିଲି ଯେ ମୁଁ ଭାବିଛି ଯେ ମୁଁ ଠିକ ଅଛି, କିନ୍ତୁ ମୁଁ ଠିକ ନାହିଁ। କୋଉଠି ନା କୋଉଠି ମୋର ଭୁଲ ବି ରହିଯାଇଛି ନିଜର ଯାଞ୍ଚ। ସେଥିଲାଗି ନିଜର ଯାଞ୍ଚ କରିବା ନିହାତି ଜରୁରୀ। ମେଡିକାଲ ମେଡିକାଲ ଚେକଅପ୍ କରିବା ଦ୍ୱାରା ଆମ ଶରୀରର ସ୍ୱାସ୍ଥ୍ୟ ଅବସ୍ଥାକୁ ଆମେ ଜାଣିପାରିବା। ଇଏ ହଉଛି ପ୍ରଥମ କଥା। ଆଉ ତା ସହିତ ସେହତ ମିତ୍ର, ନିଜେ ସୁସ୍ଥ ରହିଲେ ତ ଅନ୍ୟକୁ ସୁସ୍ଥ କରିବା। ଯଦି ନିଜେ ଆମେ ଅସୁସ୍ଥ ଅଛେ ତାହେଲେ ଅନ୍ୟକୁ ସୁସ୍ଥ କରିବା କଥା କହିଲେ ତ ଲୋକ ହସିବେ ନା ଆମ ଉପରେ। ତ ପ୍ରଥମେ ନିଜେ ସୁସ୍ଥ ରହିବା, ତାପରେ ଆମେ ଲୋକମାନଙ୍କୁ ତାଙ୍କର ଯାଞ୍ଚ ବି କରିକି ତାଙ୍କର ସିଟ୍ସର ଫର୍ମୁଲାରେ ତାକୁ ଆମେ ଠିକ ରଖିବା। ତ ଇଏ ପ୍ରକାରର କାର୍ଯ୍ୟକ୍ରମ କରିଛି। ତ ମୁଁ ଭାବୁଛି ଯେ ଆପଣମାନେ ବି ଅଲରେଡି କାର୍ଯ୍ୟକ୍ରମରେ ଆଗକୁ ବି ବଢି ସାରିଥିବେ। ଆଜି ବହୁତ ସାରା କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ କ୍ରାନ୍ତି ଅଭିଯାନକୁ ଆମେ ଆଗକୁ ବଢେଇବାକୁ ହେଲେ ଅ, ବହୁତ ସାରା ଯୋଉ କାର୍ଯ୍ୟକ୍ରମ ଆମକୁ କରିବାକୁ ଅଛି। ଆଜି ଆମେ ଗୁରୁକୁଳରେ ବହୁତ କିଛି ଶିଖିଲେ। ତ ଆଜି ଆମେ ତା ଉପରେ ଚିନ୍ତା କରିଛେ ବା କିଛି କରିଛେ। ଯେମିତି କି କାଲି ମୁଁ ମୋର ଯାଞ୍ଚ କଲି, ପ୍ରଥମେ ନିଜର ଯାଞ୍ଚ କଲି। ମୁଁ ନିଜେ ଜାଣିଲି ଯେ ମୋ ସ୍ୱାସ୍ଥ୍ୟ ଅବସ୍ଥା କଣ ଅଛି।
ତ ପୁଣି ଆମ୍, ତା ଉପରେ ସିଡ୍ସର ଫର୍ମୁଲାକୁ କାମ କରିବି, ଆଉ କାମ କରିକି ଯାହା ଯାହା ଦରକାର ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି କରିବା ପାଇଁ, ତ ତାକୁ ଆମେ ଦେଖି ସାରିଲା ପରେ, ତାକୁ କାର୍ଯ୍ୟକ୍ରମ କରିସାରିଲା ପରେ ପୁଣି 3 ମାସ ପରେ ଆମର ସ୍ୱାସ୍ଥ୍ୟ ଅବସ୍ଥା କ'ଣ ଅଛି, ତ ତାକୁ ବି ଆମେ ଅପଲୋଡ କରିପାରିବା। ତ ଆଜି ସମସ୍ତେ ନିଜେ ନିଜର ଯାଞ୍ଚ କରିବା। ଆଉ ଯୋଉ ଲିଙ୍କ ମୁଁ ବି ଗ୍ରୁପରେ ବି ପଠେଇ ଦେଇଛି, ସେ ଗ୍ରୁପରେ ବି ଲିଙ୍କକୁ ଆମେ ଅପଲୋଡ ବି କରିବା। ଆଉ ପ୍ରଥମେ ନିଜେ ସୁସ୍ଥ ରହିବା, ତାପରେ ଦୁନିଆକୁ ସୁସ୍ଥ ରଖିବା। ଇଏ ହଉଛି ବହୁତ ବଡ କଥା। କାରଣ ଯଦି ବି ଆଜି ନିଜର ସ୍ୱାସ୍ଥ୍ୟ ବିଷୟରେ କିଏ ବି ଆୱାର ହେଇପାରୁନି, ନିଜକୁ ନିଜେ ନେଗ୍ଲେକ୍ଟ କରୁଛି, ନିଜକୁ ମୁଁ ତ କହିବି ନିଜକୁ ନିଜେ ଭଲ ପାଉନି, ତ ଗୋଟେ ଥର ଯାଇକି ଯୋଉ ଲାଇଫଷ୍ଟାଇଲ ଡିଜିଜେସ ରେ ଯୋଉମାନେ ମେଡିକାଲରେ ଆଡମିଟ ହେଇଛନ୍ତି, ତାଙ୍କୁ ଥରେ ଯାଇ ଦେଖି ଆସନ୍ତୁ କେତେ ଅସୁବିଧାରେ ଅଛନ୍ତି। ମୁଁ ଗୋଟେ ଉଦାହରଣ ଦଉଛି, ଯଦି କାହାର ଅଧିକ ଫ୍ୟାଟ ବଢି ଯାଇଛି କିମ୍ବା ଓଜନ ଅଧିକା ହେଇଯାଇଛି, ପୁରାକୁ ପୁରା ଶରୀର ଆଣ୍ଠୁ ଉପରେ ଓଜନ ଆସୁଛି, ତ ତାର ଆଣ୍ଠୁର ଯୋଉ ପ୍ରୋବ୍ଲେମ ଆସୁଛି, ଡକ୍ଟର ତାକୁ କହିଲେ ନି ରିପ୍ଲେସମେଣ୍ଟ କରିବା ପାଇଁ, ସେ ଯୋଉ କଷ୍ଟରେ ଅଛି ମେଡିକାଲରେ, ଟିକେ ହଲି ପାରୁନି, ନି ରିପ୍ଲେସମେଣ୍ଟ ହେଇକି ପଡିକି ରହିଛି। ତ ଯୋଉ ପ୍ରକାରର ଅସୁବିଧା ରହୁଛି, ଯୋଉ ପ୍ରକାରର କଷ୍ଟ ରହୁଛି, ତ ସେ କଷ୍ଟକୁ ଦେଖିଲେ, ଅନ୍ୟର କଷ୍ଟକୁ ଦେଖିଲେ ନିଜକୁ ନିଜେ ଆମେ ଯାଞ୍ଚ କରିପାରିବା ଯେ ନାଇଁ, ଆମେ 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 ସେମିତି କେବେ ହବାନି, ଆମେ ଏମିତି ମେଡିକାଲ ବେଡରେ କେବେ ପଡିବାନି। କାହାର ଡାଇବେଟିକ ବଢି ଯାଇଛି, କାହାର କୋଲେଷ୍ଟ୍ରଲ ବଢି ଯାଇଛି, ତ ତାକୁ ଯାଞ୍ଚ କରିବା ନିହାତି ଦରକାର। କାରଣ ଆଜି ଯଦି ଯାଞ୍ଚ ନ କରିବା, କାଲି ସକାଳକୁ ଆମ ହାତରେ କିଛି ନଥିବ। ତ ସେଥିଲାଗି ଟିସି ସାରଙ୍କର ଏଇ ଯୋଉ ପ୍ରକାରର ଚିନ୍ତାଧାରାକୁ ଆମେ ସାକାର କରିବା, ତାକି ପୁରା ସମ୍ପୂର୍ଣ୍ଣ ଭାରତ ବର୍ଷକୁ ଆମେ ନିରୋଗୀ କରିପାରିବା। ୟା ଦ୍ୱାରା କେବଳ ଯେ ସେତିକି ହବନି, ଯେମିତି ପୁରା ଭାରତ ବର୍ଷରେ ଗୋଟେ ବହୁତ ବଡ ଧରଣର ଆମର ରୂପାନ୍ତରଣ ଯାତ୍ରା ହେଲା, ତ ସେଇ ଟାଇପର ବହୁତ କିଛି ଇଏ ବର୍ଷ ହବାକୁ ଯାଉଛି। ଆମର ସଂସ୍ଥାର ପ୍ଲାନିଂ ଅଛି ଯେ ସେ ପ୍ରକାରର ସେଲିବ୍ରେସନ ଏଇ ସବୁ ହବ, ସେହତ କି ସିତାରେ ଆଉ ସେ ତା ଛଡା ସେହତ ମିତ୍ର ମାନଙ୍କର। ତ ୟା ଉପରେ ଆମେ କ'ଣ କାମ ଚିନ୍ତା କରିଛେ ବା କ'ଣ ଆମେ କରିବା, ତ ତାକୁ ଆଜି ଆମେ କହିବା। ଆଉ ତା ଛଡା 2 ଦିନ ଆଉ ତ ରହିଲା ମାତ୍ର ଏଇ ମାସରେ କ୍ଲୋଜିଂ। ତ ତା ପାଇଁ ଯାହା ଯାହା ମୋଠୁ ଆପଣ ସପୋର୍ଟ ଚାହୁଁଛନ୍ତି, ତ ମୁଁ ସେଇ ସପୋର୍ଟ ଦେବା ପାଇଁ ପ୍ରସ୍ତୁତ ଅଲରେଡି ଅଛି। ଆଉ 2 ଦିନ ଭିତରେ ଆମେ ବର୍ଷ ସାରା ଯାହା କରିପାରିନେ, ଇଏ 2 ଦିନ ଆମ ପାଇଁ ବହୁତ ଖାସ ଦିନ। ଯୋଉ ପିନରେ ଆମେ ଟାର୍ଗେଟ ନେଇଥିଲେ 2025 ଜାନୁଆରୀ 1 ତାରିଖ ଦିନ, ଯୋଉ ରେଜଲ୍ୟୁସନ ଲେଖିଥିଲେ ଯେ ମୁଁ ଏଇ ପିନରେ ପହଞ୍ଚିବି, ଇଏ 2 ଦିନରେ ଯଦି ବି ବହୁତ ପରିଶ୍ରମ ଆପଣ କରିବେ, ଯୋଉଟା ବର୍ଷ ସାରା ହେଇପାରିନି, 362 63 ଦିନ ହେଲା ହେଇପାରିନି, ତ ସେଦିନ ସେଇଟା ଏଇ ଆଉ 2 ଦିନ ଭିତରେ ସେ କାମ ଆମର ହେଇଯାଇ ପାରିବ। ସମ୍ଭବ, ବହୁତ କିଛି ହେଇପାରିବ। ପରିଶ୍ରମ ଲଗେଇବା, ଯାହା ଉପରେ ନଜର ରଖିବା, ସେ କାମ ଆମର ହେଇଯାଇ ପାରିବ। ତ ସେଥିଲାଗି ତାକୁ ବି ଧ୍ୟାନ ଦେବା ଦରକାର। ଚାहे ରିପୋର୍ଟ ଯଦି ଦରକାର ହୁଏ, ମୁଁ ବି ରିପୋର୍ଟ ଦେବାକୁ ଆପଣଙ୍କୁ ପ୍ରସ୍ତୁତ ଅଛି। ସବୁ କିଛି ହେଇଯାଇ ପାରିବ, କିନ୍ତୁ କାମ ତ କରିବାକୁ ପଡିବ ନା। କାମ ନ କଲେ କେମିତି ହବ? ତ ନିଜକୁ ନିଜେ କାହା ଭରସାରେ ଯଦି ଆମେ ରହିବା, ତାହେଲେ ଇଏ କାମ ହବନି। କିନ୍ତୁ ନିଜକୁ ନିଜେ ତୈୟାର କରିକି ଯଦି ଆଗକୁ ବଢିବା, ତାହେଲେ ଜୀବନରେ ଆମେ ସଫଳ ବ୍ୟକ୍ତି ହିସାବରେ ପରିଚିତ ବି ହବା। ଆମେ ବି କହିଦେଇ ପାରିବା ଯୋଉଟା କି 363 ଦିନ ଭିତରେ ହେଇନଥିଲା, 2 ଦିନ ଭିତରେ ଆମେ ସେଇଟାକୁ କରିକି ଦେଖେଇଥିଲୁ। ତ ବହୁତ ବଢିଆ କଥା। ତ ପ୍ରଥମ କଥା ହଉଛି ଯେ ଆମେ ନିଜକୁ ନିଜେ ପ୍ରଥମେ ସୁସ୍ଥ ରହିବା। ଆଉ ଆମେ କ'ଣ ସୁସ୍ଥ ରହିଲେ, ତା ପାଇଁ କ'ଣ ପ୍ଲାନିଂ କରିଛେ, କେମିତି ଆମର ହେଲ୍ଥ ଚେକଅପ୍ କରିଛେ କି ଲ୍ୟାବକୁ ଯାଇକି ନିଜର ଟେଷ୍ଟ କରିଛେ, କିମ୍ବା ଆମେ ଆ, କ'ଣ କ'ଣ କାର୍ଯ୍ୟକ୍ରମ ଆମେ କରିଛେ, ତ ତା ଉପରେ ଆମେ କହିବା। ଆଉ ତା ସହିତ ଯଦି କିଛି କରିନେ, କ'ଣ କରିବାକୁ ଯାଉଛେ, ତା ଉପରେ ଆମେ କହିବା। ତ ଫାଷ୍ଟ ଆମେ ଷ୍ଟାର୍ଟ କରିବା ସୁକାନ୍ତ ବାବୁଠୁ। ସୁକାନ୍ତ ବାବୁ, ୱେଲକମ୍। ଅନମ୍ୟୁଟ ସାର୍ କରନ୍ତୁ। ନମସ୍କାର। ସାର୍ ନମସ୍କାର, ସାର୍ ଜୟ ଶ୍ରୀ ସାର୍। Yes. ସାର୍ ଏତେ ସବୁ ଭୁଲ ବଢିଆ ସବୁ ଜାଣିଛନ୍ତି ସବୁ। ଆଉ ସାର୍ ଯାହା ତା କାମ ହେଇଛି 2 ଦିନ ସାର୍ ଯୋଉ କହିଲେ ବହୁତ ବଢିଆ କାମ ହବ। କାରଣ ସାର୍ ଯାହା ଆମେ ଟାର୍ଗେଟ ନେଇନଥିଲେ, ଏଇ 2 ଦିନ ଭିତରେ ଆମେ ଟାର୍ଗେଟ ନେଇଯିବା, ତାହେଲେ ନିଶ୍ଚିତ ସାର୍ 28 ଦିନ ଯୋଉଟା ରହିଛି, ସେ 2 ଦିନ ଭିତରେ ସେଟା ହେଇଯିବ। ସେଟା ବି ହଉଛି ଆଜି ବର୍ତ୍ତମାନ ଦେଖନ୍ତୁ ସାର୍, ପିନ୍ ବି ଚେଞ୍ଜ ବି ହେଇପାରୁଛି।
ଆଉ ସାର୍ ମୋ ଟିମରେ ବି ମୁଁ ସାର୍ ସେମିତି ମୁଁ ରଖିଛି, ପ୍ରୟାସ ରଖିଛି, ସମସ୍ତଙ୍କୁ ଏବେ ବି ଭଲ ଚାଲିଛି। ମୁଁ ଟିକେ ବ୍ୟସ୍ତ ଥିଲା ସାର୍, ରହିପାରିନଥିଲି କି ମିଟିଂ ଯାଇପାରିନଥିଲି, ସେଥିପାଇଁ ମୁଁ ଦୁଃଖିତ। ଆଉ ସାର୍ ଏମିତି ମୁଁ କେବେ ମିଟିଂ କେବେ ମିସ୍ କରେନି। ଏଥର ମୋର ଜୀବନ ଫାର୍ଷ୍ଟ ଟାଇମ୍ ମୁଁ ଏଥର ମିଟିଂ ମିସ୍ କଲି, କାରଣ ସାର୍ ଟିକେ ଆମର ଟିକେ ଧାନ ଅମଳ ଚାଲିଥିଲା, ସେଥିପାଇଁ ସାର୍ ମୁଁ ଯାଇପାରିନଥିଲି। ଆଉ ଟିମ୍ ସାର୍ ବହୁତ ଗୁଡେ ସାର୍ ଏବେ ମୁଁ ପ୍ରୟାସ ରଖିଛି ସାର୍, ଏବେ ଫଲୋ ବି ଚାଲିଛି। ସକାଳେ 10-12 ଜଣ କଥାବାର୍ତ୍ତା ହେଇସାରିଲେଣି, ତାଙ୍କ ସାର୍ ଯୋଉଟା ବିଲିଂ ଟିମ୍ ଯୋଉଟା ବିଲିଂ ସାର୍ ଆଜି ସାର୍ ବିଲିଂ ସାର୍ ଶେଷ କରିବାକୁ ଚାହୁଁଛି ସାର୍। ସ୍ୱାସ୍ଥ୍ୟ କ୍ରାନ୍ତି ଯୋଉ ବର୍ଷ ବୋଲି ନିଆହେଇଛି, ଟିସି ସାର୍ ନେଇଛନ୍ତି 2026। ତ ଆଜ୍ଞା ସେହତ କି ସିତାରେ ହଉଛି ନିଜର ସ୍ୱାସ୍ଥ୍ୟକୁ ଠିକ ରଖିବା। ଆଉ ସେହତ ମିତ୍ର ମାନେ ଅନ୍ୟମାନଙ୍କର 100 ଜଣ ସାଥୀଙ୍କର ସ୍ୱାସ୍ଥ୍ୟକୁ ଠିକ ରଖିବା। ଇଏ ୟା ଉପରେ ଯୋଉ ଯାଞ୍ଚ କରିବା, ଏସବୁ କଣ ତା ଉପରେ? ସାର୍ ଏବେ ସାର୍ ମୁଁ ମାଇଣ୍ଡ ସେଟା କରିବି ସାର୍, ନିଶ୍ଚିତ। ଏବେ କରିନି ମୁଁ, ସେଟା କରିବି। ମାନେ ସେଟା ଆମ ଟିମରେ ଆଉ ନିଜେ ସେଟା କେମିତି ଆମର ପାଥୋ ଯାଇ କେମିତି ଆମର ମେଡିକାଲ ରିପୋର୍ଟ ଆମର ପାଥୋ ରିପୋର୍ଟ ଆଣିକି ସେଟା ଯାଞ୍ଚ କରିବା, କେମିତି କମ୍ପେୟାର କରିବା, କେମିତି ଆମର ଇମ୍ପ୍ରୁଭ କରୁଛି ଆମର ନ୍ୟୁଟ୍ରିସନ ମାଧ୍ୟମରେ, ସେଟା ସାର୍ ନିଶ୍ଚିତ ମୁଁ କରିବି ସାର୍। ମୁଁ ଗୋଟେ ନିଜର ମୋର ଅନୁଭବ କହୁଛି। ମୁଁ 15 ନଭେମ୍ବରରୁ ଏଇସବୁ କଥା ଡିସ୍କସନ ହଉଛି। ମୁଁ କରିବି କରିବି ବୋଲି ରହି କରିପାରିନଥିଲି। ମୁଁ କାଲି ଡିସିସନ ନେଲି, ଯାହା ବି ହଉ ଆଜି ଆଜି ମୁଁ ହିଁ କରିବି। କାଲି ମୁଁ ଲ୍ୟାବକୁ ଯାଇକି ନିଜର ମୁଁ ନିଜେ ଟେଷ୍ଟ କଲି, ଆଉ ତା ରିପୋର୍ଟ ବି ପାଇଲି। ତ ଯୋଉ ପର୍ଯ୍ୟନ୍ତ ଆମେ ଭାବୁଥିବା ଯେ ହଁ କାଲି କରିବି କାଲି କରିବି, ସେମିତି ହେଇକି ରହିଯିବ। ତ ଆଜି ଯଦି ଆମେ ଡିସିସନ ନବା, ଦେଖନ୍ତୁ ଆଜି ନିଜକୁ ନିଜେ ଭଲ ପାଇବା ନା। ଆମେ ଯଦି ନିଜକୁ ନିଜେ ନ ଭଲ ପାଇବା କେମିତି ହବ? ସାର୍ ମୁଁ ନିଜର ମୋର ସାର୍ ମୁଁ କରିଛି ସବୁ ଟେଷ୍ଟ, ସବୁ ସିବିସି ଆମର HbA1c ଏମିତି ସାର୍ ମୁଁ ସବୁ କରିଦେଇଛି ମୋର। ତାକୁ ଆଉ ସେଇଟା ସାର୍ ସାର୍ ପ୍ରାଇଭେଟ ସାର୍ ଆମର ହଉନି, ଆମର ଯୋଉ ହଉଛି ଏଟା ତ ସାର୍ ଗଭର୍ଣ୍ଣମେଣ୍ଟ ସାର୍ ଫ୍ରି ଅଫ୍ କଷ୍ଟ ପାଇଁ ସାର୍ ହେଇପାରୁଛି, କିଛି ଅସୁବିଧା ନାହିଁ ସାର୍। ଆରେ ବାହ, ବହୁତ ବଢିଆ କଥା। ହଁ ସାର୍ ତ ଗଭର୍ଣ୍ଣମେଣ୍ଟ ସାର୍ ସବୁ ଜିନିଷ ଏବେ ଫ୍ରି ହେଇପାରୁଛି। ଯାହା ହଉ, ବହୁତ ବଢିଆ କଥା। ଆଜ୍ଞା ଆପଣ ବି ଟେଷ୍ଟ କରନ୍ତୁ, ଟେଷ୍ଟ କରି ତାକୁ ଅପଲୋଡ ବି କରିବା ନିହାତି ଜରୁରୀ। ଟ୍ରାଇଗ୍ଲିସାଇଡ୍ କେତେ ଆଜ୍ଞା ସାର୍। ଅଛି, LDL HDL କେତେ ଅଛି, ତ ଅପଲୋଡ କରିବା ଜରୁରୀ। ଆଉ ତା ପାଇଁ ସିଡ୍ସ ର ଫର୍ମୁଲାକୁ ଆପ୍ଲାଏ କରିକି ନିଜକୁ ସୁସ୍ଥ ରଖିକି ଏକ୍ଜାମ୍ପଲ ବନେଇବା ନିହାତି ଦରକାର। ବହୁତ ବଢିଆ କଥା। ସାହୁ ଭାଇ। ଆଜ୍ଞା ସାର୍। ଆଜ୍ଞା। ଯାହା ହଉ ଡିସିସନ ଆପଣ ଯେମିତି ନେଲେ, ମୁଁ ବି ଆଜି ଦଉଛି। ମୋର ତ ଆଗରୁ ଟେଷ୍ଟ ହେଇଥିଲା, କିନ୍ତୁ ଏବେ ଯୋଉ 1.5 ମାସ ଭିତରେ ହେଇନି। ମୁଁ ଆଜି କରିକି ଆଜି ଅପଲୋଡ କରିବି, କାରଣ ଏ ଯୋଉ ଯାହା ମୁଁ ଜାଣିଲେଣି। ତେଣୁ ବହୁତ ଗୁଡିଏ ପେସେଣ୍ଟଙ୍କର ଅଛି, କିନ୍ତୁ ସେମାନଙ୍କର ଆଇଡି ନମ୍ବର ତ ସଂଗ୍ରହ କରିକି ତାଙ୍କ ଅପଲୋଡ କରିବା ନିଜେ ହିଁ କରିପାରିବେ। ତେଣୁ ମୁଁ ମୋର ନିଜର ଆଗେ କରେ। ଆଜି ଡିସିସନ ନେଇଛି, ଆଜି ହିଁ କରିକି ଆଜି ଅପଲୋଡ କରିବି। ଓକେ, ବହୁତ ବଢିଆ କଥା। ଆରତି ଅପା, ଆପଣ ଅନମ୍ୟୁଟ କରନ୍ତୁ। ଜୟ ଆସିଏମ୍। Yes. ମୁଁ କାଲି ଗୁରୁକୁଲ ଶାଖାରେ ବସି ନଥିଲି, ଆଜି କିନ୍ତୁ ଗୁରୁକୁଳରେ ବସିଥିଲି। ଆମର ଯେମିତି ଅତି ସାର୍ କହିଲେନି, ଓଡ଼ିଶା ହଉଛି ସବୁଠୁ ପଛୁଆ, ପ୍ରକୃତ ଆମେ ପଛୁଆ। ଦେଖୁନ ଆମ ସାର୍ ଯଦି କାଲି ପରୀକ୍ଷା କଲେ, ଯାଞ୍ଚ କଲେ ତାଙ୍କର ଲିକୁଇଡ ପ୍ରୋଫାଇଲ, ଆମେ ସେମିତି ପଛୁଆ ରହିଯାଇଛୁ। ଆଜି ଜଗନ୍ନାଥଙ୍କ ପାଖକୁ ଯାଉଛି, ଆଉ ବୁଧଙ୍କ ପାଖରୁ ଆଶୀର୍ବାଦ ନେଇକି ଆସିବି। ଆଉ କାଲି ମୋର ମୋ ହଜବେଣ୍ଡ 2 ଜଣଙ୍କର ଆମର କାଲି ଲିକୁଇଡ ପ୍ରୋଫାଇଲ ସବୁ ଅଲ୍ ଆମର ହେଲ୍ଥ ଇସ୍ୟୁ ଯାହା ଅଛି ଯାଇକି ଲ୍ୟାବକୁ ପରୀକ୍ଷା କରି ରିପୋର୍ଟ ଅପଲୋଡ କରି। ଆଉ ଆମେ ସତ କଥା, ଓଡିଶା ସବୁବେଳେ ପଛୁଆ। ଆମେ ମାନେ ମାସ 1.5 ମାସ ହେଲାଣି ଆଲୋଚନା ଚାଲିଛି, କିନ୍ତୁ ଆଜି ଯାକେ ଆମେ କେହି ନିଜ ଶରୀରର ସେହତ କା ଶିକାରୀ ବନିପାଇଲେ। ଆଉ ଏତିକି କହି ମୁଁ ଓଭର ଟୁ ସତ୍ୟୋତ୍ତମ। ବହୁତ ବଢିଆ କଥା। ନାଇଁ, ଆମେ ମାଇଣ୍ଡ କୁ ଚେଞ୍ଜ କରିବା, ଆମେ ଆଉ ପଛୁଆ ହବାନି, ଆମେ ଆଗୁଆ ହବା। ଓକେ, ବହୁତ ବଢିଆ କଥା। ଆ, ପ୍ରବୀଣା ମ୍ୟାଡାମ କୁହନ୍ତୁ। ଆଜ୍ଞା ମ୍ୟାଡାମ। ସାର୍ ନମସ୍କାର। ନମସ୍କାର। ସାର୍ ସେ ଯାହା କହିଲେ ଆମ ଅଫଲାଇନ ବାଲା ସବୁ ଠିକ କଥା। ସିଏ ଯାହା କହିଲେ ଠିକ କଥା, ଆରତୀ ଅପା ତମର ଯାହା କହିଲେ ସବୁ ଠିକ କଥା। ଆମେ ସବୁ ଢିଲା ଢିଲା ହେଇକି ବସି ଯାଇଛୁ ଯେ ହଁ କରିବା ତ ଆଜି କରିବା କାଲି କରିବା ଏମିତି ହେଇକି, କିନ୍ତୁ ସାର୍ 2026 ହବ ଆଉ ହବନି, ଏଇ ଭିତରେ ଏତେ ମାନେ ପୁରା ବିଜି, ମାନେ ଆଉ ନାଇଁ 2026ରେ ସାର୍ କରିକି ମୁଁ ଆପଣଙ୍କୁ ଜଣେଇବି। ଥ୍ୟାଙ୍କ ୟୁ ସାର୍।
ओके, बहुत बढ़िया कथा, जब जागो तब सवेरा। बहुत बढ़िया। ଆଜିକାଲି हाँ, ଭିତରେ ମାନେ ଏତେ ବ୍ୟସ୍ତ ଭିତରେ ରହିଲା ଭିତରେ ହଉନି हाँ, ଆଉ ଗୋଟେ ଦିନ ଅପେକ୍ଷା କରିବା। ଏ ଦିନ ତ ହେଲାଣି, ଆଉ ଦିଟା ଦିନ ମଷ୍ଟ ସରିଗଲା ପରେ ନୂଆ 2026 ଆମର ପୁରା ନାଇଁ ସବୁ ଠିକ କିଛି କଥା। ଭଲ କରିବା। ଆକ୍ଚୁଆଲି ମ୍ୟାଡାମ ଆପଣ ଠିକ କଥା କହୁଛନ୍ତି, କିନ୍ତୁ ନୂଆ ବର୍ଷ ପୂର୍ବରୁ ଆଗେ ନିଜକୁ ନିଜେ ଯାଞ୍ଚ କରିବା ନିହାତି ଦରକାର ଆଜିକାଲି ହଁ ଦିନରେ। ସେ ହଁ ଚେଷ୍ଟା କରୁଛି। ओके, थैंक यू। आकाश, ସାର୍ ନମସ୍କାର ସାର୍। नमस्कार। ଆମର ତ 2026 ମସିହା ଭିତରେ ନିଜର ପ୍ରଥମେ ରିପୋର୍ଟ ବାହାର କରିକିରି ତାପରକୁ 100 ଜଣଙ୍କୁ ସିଏକା ମିତ୍ର ବନିବା ପାଇଁ 100 ଜଣଙ୍କର ଟେଷ୍ଟ ମଧ୍ୟ ତାଙ୍କୁ କରିକି ଅପଲୋଡ କରିବି। ତା ଆଉ ଏବେ ତ ସୋସିଆଲ ମିଡିଆ ଯୁଗ, ଆଉ ଡିଜିଟାଲ ଗ୍ୟାଜେଟ୍ସ ର ଯେତେ ସଠିକ ଉପଯୋଗ ଆମେ କରିପାରିବା ତ ସେତେ ବିଜନେସ କୁ ଆମେ ଆଗକୁ ବଢେଇ ନେଇ ପାରିବା। ଓଭର ଟୁ ସାର୍। ବହୁତ ବଢିଆ କଥା। ନିଜର ଟେଷ୍ଟ ଆମେ ନିଜେ ନିଜେ ସୁସ୍ଥ ରହିଲେ ଆମେ ଅନ୍ୟକୁ ସୁସ୍ଥ ରଖିପାରିବା। ଓକେ, କାର୍ତ୍ତିକ ବାବୁ କୁହନ୍ତୁ। ସାର୍ ନମସ୍କାର, ଜୟ ଶ୍ରୀ ରାମ। ଜୟ ସାର୍ ଶ୍ରୀ। ମୋର କହିବା କଥା ହଉଛି ଯେ ସ୍ୱାସ୍ଥ୍ୟ କ୍ରାନ୍ତି ଅଭିଯାନ ଉପରେ କାମ କରିବାର ଅଛି, ଯୋଉଟା କି ନ୍ୟୁଟ୍ରିସନ ପ୍ରଡକ୍ଟ ନିଜେ ୟୁଜ କରିବା ପ୍ଲସ ଲୋକଙ୍କୁ ନ୍ୟୁଟ୍ରିସନ ପ୍ରଡକ୍ଟ ୟୁଜ କରେଇକି ହସ୍ପିଟାଲକୁ ଯିବାକୁ ଦେବା ନାହିଁ। ତ ଏଇ ହଉଛି ମୋର କହିବାର କଥା। ବହୁତ ବଢିଆ କଥା। କାର୍ତ୍ତିକ ବାବୁ, ଯେ ହସ୍ପିଟାଲ କୁ ଯିବା କି ନ ଯିବା ତ ତା ଉପରେ ନିର୍ଣ୍ଣୟ ନବ ତ ପାଥୋଲାବ, ମାନେ ଯୋଉଠି ଟେଷ୍ଟ କରୁଛେ। ସୁକାନ୍ତ ବାବୁ ଯେମିତି କହୁଥିଲେ ଯେ ଏବେ ଯେ ପାଥୋଲାବରେ ଆମେ ମେଡିକାଲରେ ଫ୍ରି ଅଫ କଷ୍ଟରେ ବି ଆମର ଟେଷ୍ଟ ହେଇଯାଉଛି, ଆମର କୋଲେଷ୍ଟ୍ରଲ କେତେ ଅଛି, ଆମର ଥାଇରଏଡ ଅଛି କି ନାହିଁ, ଆମର ଏ ସବୁକୁ ମାନେ ବହୁତ ସାରା କଥା ଦେଖାଯାଉଛି। ପ୍ରାକ୍ଟିକାଲ ମୁଁ ବି ଅନୁଭବୀ ଯେ ଆମେ ଭାବୁଛେ ଆମେ ସୁସ୍ଥ ଅଛେ, କାରଣ 80% ଯେତେବେଳେ ସିମ୍ପଟମ ରୋଗର ଲକ୍ଷଣ ଜଣା ପଡୁନି ସେ ପର୍ଯ୍ୟନ୍ତ ଆମେ ଜାଣୁନେ ଯେ କଣ ଗୋଟେ ରୋଗ ହେଇଛି ବୋଲି। ତ ସେଥିଲାଗି ଆମେ କିଛି ହବା ପୂର୍ବରୁ ଆମେ ଯଦି ଯାଞ୍ଚ ଆଜି ଆମେ କରିଦବା, ତ ଇଏ 2 ଦିନ ଭିତରେ ଆମେ ନିଜର ନିଜେ ସ୍ୱାସ୍ଥ୍ୟର ଆମେ ଯାଞ୍ଚ କରିଦେବା। ତ ଯାଞ୍ଚ କରିକି ନିଜେ ତା ଉପରେ ଯଦି ଆମେ କାମ କରିବା ତାହେଲେ ସିଡ୍ସ ର ଫର୍ମୁଲା କେବଳ ଯେ ନ୍ୟୁଟ୍ରିସନ ନେଲେ ହବନି। ସିଡ୍ସ ର ଫର୍ମୁଲା ମିନ୍ସ ଆମେ ଯେମିତି କି SEEDS ଏମିତି ଅଛି। ତ ସିଡ୍ସ, ଏସ୍ ଫର୍ ସ୍ଲିପ, ଆମେ 7 ଘଣ୍ଟା ବହୁତ ଭଲ ଭାବରେ ପିଲାଙ୍କ ଭଳି ଶୋଇବା, ଯେମିତି ପୁରା ବହୁତ ଭଲ ନିଦ। ଅଲରେଡି ସେ ବହିରେ ବି ଲେଖା ହେଇଛି, ସବସେ ପେହଲେ ସେହତର ବୁକରେ ବି ଲେଖା ହେଇଛି ସେ ସବୁ ବୁକରେ। ଆଉ ତା ସହିତ ଇମୋସନାଲ ୱେଲବିଙ୍ଗ, ଭାବନାତ୍ମକ ସ୍ୱାସ୍ଥ୍ୟକୁ କେମିତି ଠିକ ରଖିବା, ତା ସହିତ ଏକ୍ସରସାଇଜ କେମିତି କରିବା, ଡାଏଟ କେମିତି ନବା, ଆଉ ତା ସହିତ ସପ୍ଲିମେଣ୍ଟ କେମିତି ନବା। ତ ଇଏ 5ଟା କାମକୁ କରିବାକୁ ଅଛି, କେବଳ ସପ୍ଲିମେଣ୍ଟ ଦ୍ୱାରା କିଛି ହୁଏନି। ଆଉ ସବୁଠୁ ବଡ଼ କଥା ହଉଛି ଯେ ଯଦି ଗୋଟେ କରିବା ଗୋଟେ କରିବାନି ତାହେଲେ ସେଥିରେ ସଫଳ ମିଳିବନି। ସପୋଜ ଧରନ୍ତୁ ଘରେ ରୋଷେଇ ହଉଛି, ଆ, ମାନେ ସବୁ କିଛି ପଡିବ କିନ୍ତୁ ଲୁଣଟା ପଡିବନି, ତ ପାଟିକୁ ଟେଷ୍ଟ ଲାଗିବନି। ସବୁ କରିବାକୁ ପଡିବ ଆଉ ଆଜ୍ଞା ସିଷ୍ଟମେଟିକାଲି ଆଜ୍ଞା ସାର୍। କରିବାକୁ। ତ ଆଜ୍ଞା ସାର୍, ସବୁ କିଛି ଆଜି କରିବାକୁ ପଡିବ। ଟିକେ ଆପଣଙ୍କ ଲ୍ୟାବକୁ ଯାଇକି କିମ୍ବା ଆପଣଙ୍କର ମେଡିକାଲକୁ ଯାଇକି ନିଜର ସ୍ୱାସ୍ଥ୍ୟକୁ ଆପଣ ଯାଞ୍ଚ କରନ୍ତୁ। ଯାଞ୍ଚ କରିକି ତାକୁ ଯୋଉ ଆମର ଲିଙ୍କ ଅଛି, ଲିଙ୍କ ବି ଗ୍ରୁପରେ ମୁଁ ପଠେଇ ଦେଇଛି, ତାକୁ ତା ଦେହରେ ଅପଲୋଡ ବି କରନ୍ତୁ, ତାକି କେତେ ଆମେ ସୁସ୍ଥ ଅଛେ, ଆଉ 3 ମାସରେ କେତେ ସୁସ୍ଥ ରହିବା ତା ଦ୍ୱାରା ଆମେ ଯାଇପାରିବା। ଓକେ, ବହୁତ ବଢିଆ। ଚିନ୍ମୟ ବାବୁ କୁହନ୍ତୁ, ବହୁତ ଦିନ ପରେ। ଅନମ୍ୟୁଟ କରନ୍ତୁ ଚିନ୍ମୟ ବାବୁ। ଓକେ, ମିନତି ମ୍ୟାଡ଼ାମ, ଆଜ୍ଞା ଅନମ୍ୟୁଟ କରନ୍ତୁ। ଅନମ୍ୟୁଟର ଅପସନ ଯାଉଥିବ। ଓକେ, ନିର୍ମଳ ବାବୁ କୁହନ୍ତୁ। ଜୟ ଆଶ୍ରମ ସାର୍, ହଁ ହଁ, ନମସ୍କାର। ମିନତି ମ୍ୟାଡ଼ାମ କୁହନ୍ତୁ କୁହନ୍ତୁ, ନ- ନମସ୍କାର ନମସ୍କାର। ନମସ୍କାର। ହଁ, ଅପା ତ ହେଲିଅପା ତ ସବୁ ଆମ କଥା କହିଥିଲେ, ସବୁ ଠିକ କଥା ସେଇଟା। ଆଉ ମୋର ତ ସେଇଥିରେ ଭୋଗିଛି, ଆଗରୁ ଯଦି ଶୁଣିଥାନ୍ତି ମାନେ ଆଜି କଷ୍ଟ ପାଇନଥାନ୍ତି। ଆଉ 2026ରେ ଦେଖିବା ଚେଷ୍ଟା କରୁଛି ମୋର ଭଲ ହେଇଗଲା। ଆଉ 2 ଦିନରେ ମୁଁ ପାରିବିନି, କାହିଁକିନା ମୁଁ ତ ବାହାରେ ରହୁଛେ। ଆଉ 2 ଦିନ ଭିତରେ ମୁଁ ଆଉ କିଛି ଚେଷ୍ଟା କରିପାରୁନି। ଆଉ 2026ରେ ନିଶ୍ଚୟ ବଜେଇ ରଖିବି। ହଉ, ରହୁଛି।
ନମସ୍କାର। ଦେଖନ୍ତୁ, ଆମେ ମାଇଣ୍ଡ କୁ ଯାହା ନିର୍ଦ୍ଦେଶ ଦବା ସେୟା ହିଁ ହବ। ଆମେ ମାଇଣ୍ଡ କୁ ଦବା ଯେ 2 ଦିନରେ କିଛି ହେଇପାରିବନି, ଯୋଉ କାମ ହବା କଥା ବି ହବନି। ଯଦି ମାଇଣ୍ଡ କୁ ନିର୍ଦ୍ଦେଶ ଦେଇଦବା ଯେ 2 ଦିନରେ ଆମେ ବହୁତ, ମୁଁ ଯୋଉଠି ଥିଲେ ବି ସୁଦ୍ଧା ମୁଁ ବହୁତ ଭଲ କିଛି କରିପାରିବି, ତାହେଲେ ତାର ଉପାୟ ବି ଆମକୁ ଆସିଯିବ। ଆଉ ସେ ଉପାୟ ବି ଆଜି ଆଗାମୀ ପିଢି ତାକୁ ଶିଖିବ ଯେ ଆଜି ଆମେ ଯାହା କରୁଛେ ନା ସବୁ କିଛି ଉଦାହରଣ ସୃଷ୍ଟି ହଉଛି। ତ ଆଗାମୀ ପିଢି ତାକୁ ଶିଖିବ ଯେ ମୋର ଏଇ ପରିସ୍ଥିତି ଥିଲା, ଏଇଆ ଏଇଆ ଥିଲା, ଫିର ବି ମୁଁ ଏଇ କାମ ଚିନ୍ତା କଲି, ଆଉ ଯୋଉଟା କି କେହି ଆଜି ପର୍ଯ୍ୟନ୍ତ କରିନାହାନ୍ତି, ସେ କାମକୁ କଲି ଆଉ ମୋର ଏଇଆ ହେଇଗଲା। ଓକେ, ଠିକ ଅଛି, ବହୁତ ବଢିଆ କଥା। ହେଇପାରିବ, ସବୁ କିଛି ସମ୍ଭବ ହବ, ଚିନ୍ତା କର। ଦେଖିବା ଚେଷ୍ଟା କରିବି ଆଉ ଚେଷ୍ଟା ଚେଷ୍ଟା କରିବି। ନାହିଁ, ନିଜ ଉପରେ ନିଜ ବିଚାରକୁ ତିଆରି କରନ୍ତୁ, ମାଇଣ୍ଡକୁ ଖେଳାନ୍ତୁ, କଣ କଣ କଲେ କଣ କଣ ହେଇପାରିବ। ହେଇପାରିବ। ଦେଖନ୍ତୁ, ସବୁଠୁ ବଡ ବଡ କଥା ହଉଛି ନିଜର ସ୍ୱାସ୍ଥ୍ୟକୁ ଠିକ ରଖିବା, ନିଜକୁ ନିଜେ ଭଲ ପାଇବା। ତ ନିଜକୁ ଯଦି ଆମେ ନିଜକୁ ଭଲ ପାଇଲେ, ନିଜ ସ୍ୱାସ୍ଥ୍ୟକୁ ଠିକ ରଖିଲେ, ତାହେଲେ ଆମେ ଦୁନିଆକୁ ବି ଆମେ ସେ ଉପାୟ ବତେଇ ଦେଇ ପାରିବା ଯେ କେମିତି ଆମେ ସୁସ୍ଥ ରହିପାରିବା। ତ ବହୁତ ବଢିଆ କଥା। ଓକେ, ନିର୍ମଳ ବାବୁ, ଆଜ୍ଞା ଆସନ୍ତୁ। ଜୟ ଜଗନ୍ନାଥ। ଜୟ ଆଜି ଜଗନ୍ନାଥ। ଉପସ୍ଥିତ ଥିବା ସମସ୍ତ ମହାନ ବ୍ୟକ୍ତି ମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ପ୍ରଥମେ ସାର୍ ଯୋଉ ପଏଣ୍ଟଟା କହିଲେ ବହୁତ ବଢିଆ ଜିନିଷ। ଆମେ ପ୍ରଥମେ ଆମ ନିଜକୁ, ସାର୍ ଦେଖା ଯାଉନାହାନ୍ତି ଆପଣ? ଆଜ୍ଞା। ହଁ ଆସିଲେ, ଆସିଗଲା ସାର୍। ହଁ, ଗୁରୁ ସାମ୍ନାରେ ଥିଲେ ଯାହା କିଛି ହେଇପାରିବ, ଗୁରୁ କୁଆଡେ ପଳେଇଲେ ମାନେ ଆମେ ସରିଗଲା କଥା। କହୁଥିଲି ଆପଣଙ୍କର ଏଇ ପ୍ରଥମ ଏଇ ଯୋଉ ପଦଟି ବହୁତ ମନକୁ ଛୁଇଁଥିଲା ଯେ ଆମେ ପ୍ରଥମେ ଆମ ନିଜକୁ ଚିହ୍ନିବା। ଯଦି ଆମେ ନିଜକୁ ଭଲ ପାଇବାନି ତାହେଲେ ଆମେ ଅନ୍ୟମାନଙ୍କର କଣ କରିବା? ତେଣୁ ଆମେ ପ୍ରଥମେ ମେଡିସିନ, ଯୋଉ ଆମେ ମେଡିସିନ ୱାର୍ଡଟା ସବୁବେଳେ ଆମେ ୟୁଜ କରୁଛେ, ତେଣୁ ଏମ୍ କୁ ଗୋଟେ କାଟିବା। ଆମେ ତିଆରି କରିବା ମନେ, MMN, ମନେ ମନେ ନେବା। ମନେ ମନେ ଏମ୍ ଫର ମର୍ଣ୍ଣିଂ ୱାର୍କ, ଏମ୍ ଫର ମେଡିଟେସନ, ଏନ୍ ଫର ନ୍ୟୁଟ୍ରିସନ। ଏଇ 3ଟା ଯାକୁ ଆମେ ଆପଣେଇବା ଏବଂ ନିଜକୁ ଭଲ ପାଇବା। ଦେଖିବେ ସବୁ କିଛି ଦୁନିଆରେ ନକାରାତ୍ମକ ଶକ୍ତି ପଳେଇବ। ଆମେ ନିଜକୁ ଗଢି ତୋଳିବା, ସତ୍ ବାଟରେ ଯିବା ଏବଂ ନିଜକୁ ସୁରକ୍ଷା ରଖିବା। ତେଣୁ ଯାହା ବିଗତ ଦିନରେ ତାକୁ ଘଟି ଯାଇଛି ତାକୁ ଆମେ ଦୂରେଇ ଦେବା। ଏଇ 2026 ଆଉ 2 ଦିନ ରହିଲା, ଆମେ ଏବେଠୁ ଆରମ୍ଭ କରିବା ମନେ ମନେ ନେବା। ଏମ୍ ଫର ମର୍ଣ୍ଣିଂ ୱାର୍କ, ଏମ୍ ଫର ମେଡିଟେସନ, ଏନ୍ ଫର ନ୍ୟୁଟ୍ରିସନ। ଥ୍ୟାଙ୍କ ୟୁ। ବହୁତ 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 ବଢିଆ। ଡେଲି ଆସନ୍ତୁ, ଡେଲି ଆସିଲେ ଭଲ ଲାଗିବ, ଖୁସି ଲାଗିବ। ଓକେ, ଆଜ୍ଞା ଠିକ ଆଜ୍ଞା। ଠିକ। ଓକେ, ଗୋଟେ ସଙ୍ଗତର ଆସର ବି ପଡିବ, ଆମେ ସମସ୍ତେ ମିଶିକି ଗୋଟେ ହେଇପାରିବା, ବହୁତ ବଢିଆ କଥା। ଓକେ, ରେଡମି 10 ନାଁରେ କିଏ ଅଛନ୍ତି ତ ଆପଣ ଅନମ୍ୟୁଟ କରିପାରିବେ କି, ଯଦି କରିପାରିବେ? ମୁଁ ତ ନାଁ ଜାଣିପାରୁନି। ହଁ, ଓକେ, ଠିକ ଅଛି। ହୁଁ, କଣ ଆରତି ଅପା ପୁଣି ହ୍ୟାଣ୍ଡରେଜ କାହିଁ କଲେ, କଣ କୁହନ୍ତୁ? ଓକେ, ନାଇଁ ଠିକ ଅଛି, ବହୁତ ବଢିଆ କଥା ଯେ ଆଜି ସମସ୍ତେ ଆମେ ସଂକଳ୍ପ ନେଲେ ଯେ ନିଜର ସ୍ୱାସ୍ଥ୍ୟକୁ ନିଜେ ଠିକ ରଖିବା ପାଇଁ ଆମେ ନିଜର ଯାଞ୍ଚ କରିବା, ଆଗକୁ ବଢିବା। ଆଉ ତା ଛଡା ଆଜି ମଙ୍ଗଳବାର, ତ ମଙ୍ଗଳବାର ଆଜି ଆମେ ଯୋଉ ପ୍ଲାନିଂ ନେଉଛେ ଯେ ପ୍ରତି ମଙ୍ଗଳବାର ଦିନ ସନ୍ଧ୍ୟା 7ଟା 20ରେ ଆମେ ମିଟିଂ କରିବା ବୋଲି। ତ ଆଜି ମିଟିଂ କରିବା କି, ଯଦି କରିବା ପାଇଁ କହିବା, କାରଣ ସପୋଜ ଏମିତି ବି ବେଳେ ବେଳେ ହୁଏ ଯେ ଆମେ ଆମ ନିଜ ନିଜ କାମରେ ଆମେ କୋଉଠି ରହିଯାଉଥିବା, ଆମ ଟିମକୁ ବି ଇନଭାଇଟ କରିନଥିବା। ହଁ କିନ୍ତୁ ସାର୍ ମିଟିଂ ହବା ଦରକାର ରାତିକି। ହଁ, ତ ରହିଯାଇଥିବା, କିନ୍ତୁ ଯେ ମିଟିଂ ଓପନ କରିବା ଲୋକ ସିଏ ତା କାମ ଛାଡିକି ବସିଥିବ। ତ ଇଏ ଦେଖିଲା ବେଳକୁ କିଛି ହେଇପାରିବନି। ସୁକାନ୍ତ ବାବୁ କଣ କରିବା, ମିଟିଂ କରିବା ଆଜି ସନ୍ଧ୍ୟା 7ଟା 20ରେ? ଅନମ୍ୟୁଟ କରନ୍ତୁ ସୁକାନ୍ତ ବାବୁ। ମୁଁ ଆଜି ଆବସେଣ୍ଟ ରହିବି, ତେଣୁ ମୁଁ କ୍ଷମା କରୁଛି। ଆଚ୍ଛା, ପୁରା ଟିମ୍ ଆପଣଙ୍କର ଆବସେଣ୍ଟ ରହିବେ ଆଜି? ମୁଁ କହିଲି ଆଜି ଆପଣଙ୍କର ଟିମ୍ ପୁରା ଆବସେଣ୍ଟ ରହିବେ ନା ଆପଣ ଏକା ଆବସେଣ୍ଟ ରହିବେ? ମୁଁ ଏକୁଟିଆ ଆବସେଣ୍ଟ ରହିବି, କ୍ଷମା ଆଚ୍ଛା, ତାହେଲେ ମାଗୁଛି। ମିଟିଂ ଟା କରିବା କି କରିବାନି? ଆପଣଙ୍କ ଇଚ୍ଛା, ଟିମର ମିଟିଂ ସାର୍ ସମସ୍ତେ କରିବା। ରହିବେ ଯଦି। ନାଇଁ, ଆପଣଙ୍କ ଟିମ୍ ର ଉନ୍ନତି ହବ କି ମାନେ ଉନ୍ନତି କରିବା ପାଇଁ ଆଜି ମିଟିଂ ଟା ଦରକାର କି ଦରକାର ନାହିଁ?
ମିଟିଂ ଦରକାର ଅଛି କିନ୍ତୁ ମୁଁ ରହୁନି, ସେଥିପାଇଁ କ୍ଷମା ପ୍ରାର୍ଥନା ତାହେଲେ କରୁଛି। ଟିମ୍ କୁ ପ୍ରମୋଟ କରିବେ ନା କରିବେନି? ମୁଁ କରିବି। ତାହେଲେ ଏଇ- ମିଟିଂ ଟା କରିବା କି କରିବେନି ସେଇଟା ତ ସିଧା ସିଧା କହିବେ। ଏଇଟା ହଉଛି ମୋର ଡ୍ୟୁଟି, ମିଟିଂ ହଁ କରନ୍ତୁ। ସାର୍ କରିବା କରିବା ସାର୍। ହଁ କରନ୍ତୁ, ସେଇଟା ତ ଲାଷ୍ଟ ମୋମେଣ୍ଟରେ ପଚାରୁଛି ଯେ ଯେ ନାଇଁ, ଟିମର ଗ୍ରୋଥ ପାଇଁ ଆପଣ କରନ୍ତୁ। ହଁ ଟିମ୍ ତ କୁ ସେଥିଲାଗି ପ୍ରମୋସନ ଆପଣ ତ ମାନେ କରିବା। ଦେଖନ୍ତୁ, ଆପଣ ମାନେ ଯଦି ପ୍ରମୋଟ ନ କରିବେ, ଲୋକକୁ କହିବେନି। ହଁ ମୁଁ ମାନେ ଏଠି ନା ନା, ମୁଁ ଟିସିଜି କହେ, ମୁଁ କହିବି। ଟିସିଜି ସେଇ କଥା ବି କହୁଛନ୍ତି ଯେ ଏଠି କେହି ଅ, ମାନେ କେହି ସୂର୍ଯ୍ୟ ନୁହନ୍ତି ଯେ କି ଗ୍ରହ ମାନେ ଚାରିପଟରେ ତାଙ୍କୁ ପଚାରିବେ। ମୁଁ ବି ସେୟା, ଆଜି ମୁଁ କାଲି ମୁଁ ବି ନଥିବି ତ ଇଏ ସିଷ୍ଟମ ବି ଚାଲିଥିବ ସବୁଦିନେ, ଇଏ ପରମାତ୍ମାଙ୍କ ସିଷ୍ଟମ ଇଏ ଚାଲିଥିବ ସବୁଦିନେ। କିନ୍ତୁ କଥା ହଉଛି ଏଇଆ ଯେ ଆମକୁ ଅ, ଉମ୍, ଆମକୁ ଆଗକୁ ବଢିବାକୁ ହେଲେ, ସିଷ୍ଟମକୁ ଆଗକୁ ବଢିବାକୁ ହେଲେ ଆମେ ସିଷ୍ଟମକୁ ପ୍ରମୋଟ କରିବା ନିହାତି ଦରକାର। ଯଦି ମୁଁ ପ୍ରମୋଟ ନ କରିବି, ମୋ ଟିମକୁ ପ୍ରମୋଟ କରିବିନି, ହଁ ମୁଁ କୋଉଠି ନଟ ରିଚେବଲ ଜାଗାରେ ରହିଗଲି, ମୋର ଲାଗିଲାନି, ସେଟା ତ ଆଉ ମୁଁ କଣ କରିବି, ମୋ ହାତରେ ତ ନାହିଁ। କିନ୍ତୁ ଟିମକୁ ତ ପ୍ରମୋଟ କରିବି ନା। ତ ସେଥିଲାଗି ଟିମକୁ ପ୍ରମୋଟ କରନ୍ତୁ। ହଉ ଠିକ ଅଛି, ଆମେ କରିବା। ସାର୍ ଆପଣ କମ୍ଫର୍ଟେବଲ ଅଛନ୍ତି କି? ଆକ୍ଚୁଆଲି ସାର୍ଙ୍କର ଗୋଟେ ଗୁରୁତ୍ୱପୂର୍ଣ୍ଣ କାମରେ ସାର୍ ଗାଁକୁ ଯାଇଛନ୍ତି, ତ ତାଙ୍କର ମୋବାଇଲ ଲାଗିପାରୁନି, ସେଥିଲାଗି ସାର୍ଙ୍କୁ ବି ଆମେ ଦେଖିପାରୁନୁ। ସାର୍ ଆପଣ କମ୍ଫର୍ଟେବଲ ରହୁଛନ୍ତି କି? କଥା ହେଇପାରିବେ ଆମ ସହିତ? ଚାନ୍ଦ ସାର୍, ବୋଧେ ସାର୍ଙ୍କର ନେଟୱାର୍କ ବହୁତ ପୁଅର, ଆଜି ଅନମ୍ୟୁଟ ବି କରି ହଉନି। ଓକେ, ଠିକ ଅଛି, ପୁଣି ଆମେ ଦେଖା ହବା କାଲି। ସାର୍ ଅନମ୍ୟୁଟ ହେଇପାରୁଛି? ହ୍ୟାଲୋ ହ୍ୟାଲୋ। ହଁ ସାର୍, ହେଇପାରୁଛି ଥ୍ୟାଙ୍କ କି ୟୁ। ଆପଣଙ୍କର? ହଁ ଆଜ୍ଞା ହଁ। ସାର୍, ନମସ୍କାର। ୱେଲକମ୍ ଗୁଡ ସାର୍। ଗୁଡ ମର୍ଣ୍ଣିଂ। ନମସ୍କାର। ସାର୍ ନମସ୍କାର ନମସ୍କାର। ସାର୍ ନମସ୍କାର, ସାର୍ ନମସ୍କାର। ସାର୍ ନମସ୍କାର ରିୟା ସାର୍। ସାର୍ଙ୍କଠୁ ତ ବହୁତ କିଛି ଶିଖିବାକୁ ଅଛି। ଦେଖନ୍ତୁ ସାର୍ 3 ଦିନ ହେଲା ଏତେ ଗୁରୁତ୍ୱପୂର୍ଣ୍ଣ କାମରେ ତାଙ୍କର ଗୋଟେ ପଳେଇଛନ୍ତି, ଯୋଉ ଜାଗାକୁ ଯାଇଛନ୍ତି ସେଠି ନେଟୱାର୍କ ନାହିଁ, କିନ୍ତୁ ଫିର ବି ସେ ଆମ ସାଙ୍ଗରେ ରହୁଛନ୍ତି, ଆଉ ଆମକୁ ପ୍ରମୋଟ କରୁଛନ୍ତି, ଆମକୁ ପ୍ରେରଣା ଦଉଛନ୍ତି, ଆଗକୁ ବଢିବା ପାଇଁ କେତେ ମୋଟିଭେସନ ଦଉଛନ୍ତି। ଏଇଟା ଶିଖିବା ଦରକାର। ତ ସାର୍ଙ୍କଠୁ ଆମେ ଯାହା ଶିଖିବା, ମୁଁ ତ କହିବି ଏ ଦୁନିଆରେ ଆମେ ନିଜେ ରାଜହଂସ ବନେଇବା ଦରକାର। ରାଜହଂସ ଯେମିତି କ୍ଷୀର ଆଉ ପାଣିକୁ ଗୋଳେଇ ଦେଲେ ଖାଲି କ୍ଷୀରଟାକୁ ଖାଇଦବ, ପାଣିକି ଛାଡିଦବ, ତ ସେୟା ହିଁ କରିବା ଦରକାର। ଓକେ ସାର୍, ୱେଲକମ୍ ସାର୍। ହଁ ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ତ ଆପଣମାନଙ୍କର ସବୁ କଥା ଶୁଣୁଥିଲି, କିଛି କିଛି ଶୁଣା ଯାଉଥିଲା, କଟି ଯାଉଥିଲା। ନାଇଁ ସକାଳେ କଣ କି ଆମର ଗୋଟେ ଅଭ୍ୟାସ ହେଇଯାଇଛି, ଆଜି 2 ମାସ ହେଲାଣି, ଯେ ଗୁରୁକୁଳ ସେ ନେଟୱାର୍କ ହଉ ନ ହଉ ଶୁଣିବା, ଆଉ ଗୁରୁକୁଳ ସାଥିରେ ଆଟେଣ୍ଡ କରିବା, ସମସ୍ତଙ୍କ ସହିତ ଟିକେ ଦେଖା ସାକ୍ଷାତ ହବା, ଇଏ ଗୋଟେ ଅଭ୍ୟାସ ହେଇଯାଇଛି। ତେଣୁ ଭଲ ଲାଗେ। ଆପଣମାନଙ୍କର ମଧ୍ୟ ଅଭ୍ୟାସ ହେଇଯାଇଛି। କଥା ହଉଛି ଏ ସିଷ୍ଟମ ର ମାନେ ସିଷ୍ଟମ ହଉଛି କଣ, ଆମର ନେଟୱାର୍କ ସିଷ୍ଟମ ବା ଆରସିଏମ ସିଷ୍ଟମ ହଉଛି କଣ, ଆପଣଙ୍କର ଯାହା ଭଲ ଲାଗିଲା ଆପଣ ଯଦି ଅନ୍ୟମାନଙ୍କୁ ସେଇ ଭଲ ଲାଗିବା କରେଇ ପାରିବେ, ତାହେଲେ ଏ ସିଷ୍ଟମର ଉଦ୍ଦେଶ୍ୟ ପୂରଣ ହବ। ଯଦି ଆପଣଙ୍କୁ ଗୋଟେ କାମ କରୁଛନ୍ତି, ଯୋଉ କାମ କରୁଛନ୍ତି ସେ କାମକୁ ଅନ୍ୟ ଦ୍ୱାରା କରେଇ ପାରିବେ ଯଦି, ତାହେଲେ ଏଥିରେ ଏ ସିଷ୍ଟମର ମାନେ ଲକ୍ଷ୍ୟ ସେୟା। ଆପଣ ସ୍ୱାସ୍ଥ୍ୟ ଭଲ ରହୁ, ଆଉ ଆପଣଙ୍କ ଦ୍ୱାରା ଆପଣଙ୍କର ଚାରିପାର୍ଶ୍ୱରେ ଯୋଉ ଲୋକମାନେ ଅଛନ୍ତି, ପରିବାରର ଲୋକ, ଆପଣଙ୍କର ସମାଜର ଲୋକମାନେ, ଆପଣଙ୍କର ସେଇ ସାହି ପଡିଶା ମହଲ୍ଲା ସାଙ୍ଗସାଥି, ସେମାନେ ମଧ୍ୟ ଆପଣଙ୍କର ଟିମରେ ଯୋଉମାନେ ଆସିଛନ୍ତି, ସେମାନେ ମଧ୍ୟ କେମିତି ସ୍ୱାସ୍ଥ୍ୟ ତାଙ୍କର ଭଲ ରହିବ, ସେ ବିଷୟରେ ପ୍ରାୟ ଆମକୁ ତ ଗୁରୁକୁଳରେ ସ୍ୱାସ୍ଥ୍ୟ କ୍ରାନ୍ତି ଉପରେ ଯୋଉ ଅଭିଯାନ ଚାଲିଛି, ସେ ବିଷୟରେ ବୁଝେଇ ଦିଆଯାଉଛି। ଟିସିଜି ଯୋଉ ଦେଖୁନ ଭିତର ନେଟୱାର୍କ କଥା। କଟିଗଲା ବୋଧେ। ହ୍ୟାଲୋ। ନାଇଁ କଟିନି। ହଁ ସାର୍ କୁହନ୍ତୁ କୁହନ୍ତୁ। ମାନେ ପ୍ରକୃତରେ ଟିସିଜିଙ୍କର ଉଦ୍ଦେଶ୍ୟ କଣ, ଆପଣ ମାନେ ବୁଝିବାକୁ ଚେଷ୍ଟା କରନ୍ତୁ। ତାଙ୍କର ୟୁଟ୍ୟୁବରେ ବସୁଛନ୍ତି ପ୍ରାୟ 1000-1500 ବସୁଛନ୍ତି, ଆଉ ଜୁମରେ ପ୍ରାୟ 1000 ବସୁଛନ୍ତି। ଟିସିଜିଙ୍କର ଏଇ 2000 ଲୋକଙ୍କୁ ଯୋଉ ସେ କହୁଛନ୍ତି, କଣ 2000 ଲୋକଙ୍କୁ କହୁଛନ୍ତି କି? ଇଏ ପଛରେ ଯୋଉ ଅଛନ୍ତି 20 ଲକ୍ଷ 30 ଲକ୍ଷ ଲୋକ ଅଛନ୍ତି, ସେମାନଙ୍କ ପାଖକୁ ଏ ମେସେଜ ସିଏ ପଠଉଛନ୍ତି ଏଇ 2000 ଲୋକଙ୍କ ମାଧ୍ୟମରେ। ତ ଆମେ କହୁଛେ ଯେ ସାରା ଭାରତର ଆମେ ଆଣିବା, ପରିବର୍ତ୍ତନ ଆଣିବା, ସାରା କ୍ରାନ୍ତି ଆଣିବା, ଟିସିଜି କହୁଛନ୍ତି। ଏଇ କଣ 2000 ଲୋକଙ୍କ ପାଇଁ ଦ୍ଵାରା ହେଇଯିବ କି?
ତ ଏଥିରେ ତାଙ୍କର ଯୋଉ ସବୁ ଲିଡର 2000-2500 ଲୋକ ଆଜି ପ୍ରତିଦିନ ସକାଳେ ଯୋଉ ସେମାନେ ଆଟେଣ୍ଡ କରୁଛନ୍ତି ତାଙ୍କ ଭିତରେ ଲିଡର ପ୍ରାୟ ଯୋଉମାନେ ବହୁତ ଏକ୍ସପିରିଏନ୍ସ ଲିଡର ସେଥିରେ ଥିବେ 20-30% ଥିବେ। ଆଉ ତାପରେ କିଛି ଦିନ ହେଲାଣି ଯୋଉମାନେ ଗୁରୁକୁଳ ସେମାନେ ନୂଆ ଲୋକ ବି ବହୁତ ଥିବେ। ତ ସମସ୍ତଙ୍କ ମାଧ୍ୟମରେ ମେସେଜ ସାରା ଭାରତରେ ବିସ୍ତାର କରିବ ଯଦି ତାହେଲେ ସିନା ସାରା ଭାରତର ପରିବର୍ତ୍ତନ ଆସିବ, ସ୍ୱାସ୍ଥ୍ୟ କ୍ରାନ୍ତି ଅଭିଯାନ ସଫଳ ହବ, ସିଏ ହିଁ ହଉଛି ଉଦ୍ଦେଶ୍ୟ। ତେଣୁ ପ୍ରତ୍ୟେକ ଯୋଉ ଲିଡର ମାନେ ସବୁ ବସିଛନ୍ତି ସେମାନଙ୍କର ମଧ୍ୟ ସେଇ ଗୁରୁକୁଳ ସାଥୀ ସେମାନେ କରୁଛନ୍ତି। ସେମାନେ ତାଙ୍କର ଟିମରେ ମଧ୍ୟ ଏସବୁ ପ୍ରଚାର କରୁଛନ୍ତି, କାଉନସିଲିଂ କରୁଛନ୍ତି। ତାଙ୍କ ଟିମରେ ତ ସମସ୍ତେ ବସି ପାରୁନାହାନ୍ତି, ଜଣେ ଜଣେ ଲିଡରଙ୍କର ଥିବେ ଯାହାର କି 50,000, 1,00,000, 1.5 ଲକ୍ଷ 2 ଲକ୍ଷରୁ ଅଧିକା ତାଙ୍କର ସବୁ ଟିମରେ ଥିବେ, ସେମାନେ ତ ସମସ୍ତେ ବସି ପାରୁନାହାନ୍ତି। ତ ସେମାନଙ୍କୁ ସେମାନେ କହୁଛନ୍ତି, କାଉନସିଲିଂ କରୁଛନ୍ତି, ତାଙ୍କ ସହିତ ବାର ବାର କରି ମେସେଜ ପଠାଉଛନ୍ତି। ତ ସେଇଭଳି ଏଇ ଯୋଉ 2 ମାସ ହେଲାଣି ଆମର ଇଏ ଗୁରୁକୁଳ ସାଥୀ ଆରମ୍ଭ ହେଇଛି, ଏଥିରେ ଯୋଉ ଆପଣ ମାନେ 10-12 ଜଣ ବସୁଛନ୍ତି, ତ ଆପଣ ମାନଙ୍କର କର୍ତ୍ତବ୍ୟ ହଉଛି ଯେ ଆପଣଙ୍କର ଟିମର ମଧ୍ୟ ସମସ୍ତଙ୍କୁ କୁହନ୍ତୁ ବାର ବାର କରି କୁହନ୍ତୁ, ସେଇ କେତେ କହିଲେ କେତେ ଲୋକଙ୍କୁ ପ୍ରଭାବିତ କରିପାରିଲେ ସେ କଥାଟା ଏଠି କହନ୍ତୁ। ସେଇ କଥା କହନ୍ତୁ। ସେ ଆପଣ ମାନେ ଯେତେବେଳେ ଗୁରୁକୁଳରେ ବସୁଛନ୍ତି, ଯେତେବେଳେ ଲୋକଙ୍କୁ ସେମାନେ ଡାକୁଛନ୍ତି, ଯେ ମୋନାଲିସା ମ୍ୟାଡାମ ଡାକୁଛନ୍ତି କହିବା ପାଇଁ, ସେମାନେ କଣ କହୁଛନ୍ତି? ସେମାନେ କହୁଛନ୍ତି ମୋ ଟିମରେ ମୁଁ ଏତିକି ଲୋକଙ୍କୁ କହିଲି କି ଏଇ କାମ କରିଲି, ଏସବୁ କରିଲି, ସେମାନେ କହୁଛନ୍ତି ନା। ସେଇଥିରେ ଆମେ ଶିଖିବାର ସେଇଥିରେ ଅଛି ଯେ କଣ ସେମାନେ ରିଆକ୍ସନ କଣ। କିନ୍ତୁ ଆପଣ ମାନଙ୍କର କଥାର ମୋଡ ବଦଳାନ୍ତୁ, ଯେ ଆଉ କଥା ଟିକେ ଚିନ୍ତା କରି ଭାବିକିରି କହନ୍ତୁ ଯେ ଉଦ୍ଦେଶ୍ୟ କଣ, ଯେ ଆପଣ ମାନଙ୍କର ଟିମରେ ଆପଣ ମାନେ କଣ କରିପାରିଲେ, ଏଇ ହଉଛି କଥା। ଆଉ ଆରତୀ ମ୍ୟାଡାମ କହିଲେ ଯେ ମାନେ ଆମର ଅତ୍ରିଜୀ କହିଲେ ଯେ ଓଡିଶା ପଛରେ ଅଛି। ଆମେ ସିଏ ବାହାର ଲୋକ ଓଡିଶାକୁ କହିଦେଲେ ଓଡିଶା ପଛରେ ଅଛି ମାନେ କଣ, ପ୍ରତ୍ୟେକଟି ବ୍ୟକ୍ତିକୁ ସିଏ କହିଲେ। ଆମେ ଓଡିଶାରେ ଥାଇକି ଯଦି ଆମେ କହିବା ଆମ ଓଡିଶା ପଛରେ ଅଛି, ତାହେଲେ ତ ଆମେ ମାନେ ପୁରା ତୁଳସୀ ହେଇଗଲେ, ଓଡିଶା ଦୋଷୀ ହେଇଗଲା। ଆମେ ଯଦି ଆମ ଘରେ କହିବା ଆମ ଘର ପୁରା ଏମିତିକା, ଘରେ ତ ଆମେ ଜଣେ ମେମ୍ବର, ଘରେ ଲୋକେ ଅନେକ ଲୋକ କହନ୍ତିନି ଆମ ଘର ପରା ଏମିତିକା, ଆମ ସାହି ଲୋକ ଏମିତିକା। ମୁଁ ଅନେକ ଜାଗାରେ ଯାଇଛି, ସେ ଜାଗାରେ ଯେତେବେଳେ ତାଙ୍କର ଲୋକଙ୍କୁ ଆସିବେନି ଡାକିବେନି, କାରଣ ଏଠିକାର ଲୋକଙ୍କର ଆଜ୍ଞା ଜାଣିନାହାନ୍ତି ଏଇ ଲୋକ ପରା ଏମିତିକା ଆସିବେନି। କିନ୍ତୁ ମୁଁ କିନ୍ତୁ ଏଇଟା ସାରା ଓଡିଶାରେ ସାରା ଭାରତରେ ସବୁଠି, ତାହେଲେ ଖାଲି ଆପଣଙ୍କ ଜାଗାରେ କଣ ଏଇଟା, ସେ କଥା ନୁହେଁ। ବ୍ୟକ୍ତି ଯେତେବେଳେ ନିଜ ଉପରେ ତାର ଦାୟିତ୍ୱ ଆସିଯାଏ, ସିଏ ସେତେବେଳେ କାହାକୁ ତ ଦୋଷ ଦେବାକୁ କହିବ, ସିଏ ସେତେବେଳେ ଅନ୍ୟକୁ ଦୋଷ ଦେଇକ ତାଙ୍କରି ଯୋଗୁ ପରା ସେଇଆ ହଉଛି। ତେଣୁ ପ୍ରକୃତରେ କର୍ତ୍ତବ୍ୟ ହଉଛି ନିଜର ଦାୟିତ୍ୱ ହଉଛି ନିଜର। ଓଡିଶାର ଦୋଷ ନୁହେଁ। ଆମର ଗୋଟେ ପ୍ରଚାର ଆରମ୍ଭ ହେଇଛି ଚାରିଆଡେ, ପ୍ରାୟ ଦେଖୁଛନ୍ତି ଓଡିଶାର ଦୁର୍ବଳ, ଓଡିଶା ପଛରେ ଗଲା। ଆରେ ଓଡିଶା କିଏ? ଓଡିଶା ତ ଆମେ ଯେତେବେଳେ ଆରମ୍ଭ କରିଥିଲୁ ମୁଁ ତ ଏକା ଥିଲି, ସାର୍ ମୁଁ ଏକା ସମୟ ସରିଯାଇଛି, ସମୟ ସରିଯାଇଛି, ଆଜ୍ଞା ସମୟ ସରିଯାଇଛି ସାର୍। ହଁ ସେଇ ତ ଏକା ଥିଲି। ତ ସେଇଥିରୁ ତ ବିରାଟ ବିଜନେସ ହେଇଥିଲା। ସେତେବେଳେ ତ ଓଡିଶାର ଦୋଷ କେହି ନଥିଲେ, କାରଣ ପ୍ରତ୍ୟେକଙ୍କ କାମରେ ଲାଗିଥିଲେ। ପ୍ରତ୍ୟେକଙ୍କର କାମରେ, ପ୍ରତ୍ୟେକ ଯଦି ନିଜକୁ ଟେକ୍ନିକାଲ ହବା ପାଇଁ ଚେଷ୍ଟା କରିବେ,